ସାଙ୍ଗମାନେ ଦେଖିପାରୁଥିବେ ଆଉ ଆଗରେ କେମିତି ନୋଡ଼ଟେ ପୁରା ଥୁଆ ହେଇଛି ମାଷ୍ଟୁଲ ମେସିନ୍ ଦେଖିବାକୁ। ତାପରେ ଦେଖ କୋଉଭଳିଆ ବୁମ୍ ଷ୍ଟିକ୍ ଉପରକୁ ଏଇ ସବୁ ଥୁଆ ହେଇଛି ମେସିନ୍ର। ଆଉ ଦୀପୁ ଭାଇଙ୍କର ତାଙ୍କ ମେକାନିକ ପୁରା ଚେକ୍ ଲାଗିଛନ୍ତି ମେସିନରେ, ତାର ଲିଭର ଚେକ୍ କରିବେ ଆଉ ବୁମ୍ ଷ୍ଟିକ୍ ଚେକ୍ କରୁଛନ୍ତି। ଆରାମସେ ସେ ବୁମ୍ ଷ୍ଟିକ୍ ମାନେ ପ୍ରେସର ହେଉଛି ନା ନାହିଁ ଚେକ୍ କରୁଛନ୍ତି। ଆରାମସେ ଦେଖ କୋଉଭଳିଆ ଚେକ୍ କରନ୍ତି ସେମାନେ। ମେକାନିକ ଭିତରେ ଆମର କେବିନ ଭିତରେ ଅଛନ୍ତି, ଆରାମସେ ଚେକ୍ କରୁଛନ୍ତି ସେଠି। ପସନ୍ଦା ତଳେ ବି ଠିଆ ହେଇଛନ୍ତି, ଦୀପୁ ଭାଇ ସାଇଡରେ ବି ଅଛନ୍ତି ତାଙ୍କର। ଆଉ ପସନ୍ଦା ତଳେ ଠିଆ ହେଇଛନ୍ତି, ତା ସାଇଲେନ୍ସ ପାଇପ୍ରୁ ତାର ଧୂଆଁଟା ଆସୁଛି ନା ନାହିଁ। ଯେବେ ଅଧିକ ଦୂରରେ ଧୂଆଁ ବାହାରିଲା ମେସିନ୍ କଣ୍ଡିସନ ଭଲ ନଥିବ, ଯେବେ ନର୍ମାଲ ଆସିଲା ତାହେଲେ ମେସିନ୍ ଠିକ୍ ଅଛି। ଆରାମସେ ଚେକ୍ କରୁଛନ୍ତି ଦେଖ ଭାଇ, ବହୁତ ସ୍ମୁଥରେ ଚେକ୍ କରୁଛନ୍ତି ମେସିନ୍ ନେଇକି। ଆରାମସେ ଦେଖୁଛନ୍ତି ବୁମ୍ର କେତେ ପ୍ରେସର ଅଛି କି ନାହିଁ। ମେସିନ୍ କଣ୍ଡିସନ ଭଲ ଅଛି, ଟ୍ରାକ୍ ଫାକ୍ ଭଲ ବି ଲାଗୁଛି। ଆଉ ଡୋର ଟିକେ କ'ଣ ଡ୍ୟାମେଜ୍ ହେଇଯାଇଛି ଦୀପୁ ଭାଇ ଦେଖୁଛନ୍ତି। ଆଉ ସେପଟ ସାଇଡ଼ରେ ଦେଖିବା ସେମାନେ କ'ଣ କେଉଁ ରିପେୟାର ମେସିନ୍ ରଖିଛନ୍ତି ଚେକ୍ କରିକି ଆଇଲେ ହେରି ପସନ୍ଦ ଦାଦା ପ୍ରେସରଟାକୁ। ଆଉ ଗୋଟେ କୋଉଭଳିଆ ସାଇଡ଼ରେ ବଡ଼ ମେସିନ୍ ଠିଆ ହେଇଛି ସାଇଡ଼ରେ ପୁରା। ଆଉ ଏପଟ ସାଇଡ଼ରେ ସବୁ ମେସିନ୍ ଥୁଆ ହେଇଛି। ଏପଟ ସାଇଡ଼ରେ ବହୁତ କିଛି ମେସିନ୍ ଥୁଆ ହେଇଛି। ଏପଟେ ଦେଖିପାରୁଥିବେ ନୋଡ଼ର ଥୁଆ ହେଇଛି, ଏପଟେ ବି ଥୁଆ ହେଇଛି ସବୁ ମେସିନ୍ ଗୁଡ଼ାକ। 250ର ଥୁଆ ହେଇଛି ଗୋଟେ କ'ଣ। ଆଉ ଏପଟେ ବୁମ୍ ଷ୍ଟିକ୍ ପୁରା ଭଙ୍ଗା ରଜରା ଥୁଆ ହେଇଛି। ଏପଟେ ମେସିନ୍ ଯେଉଁ ନୂଆ ରକ ସବୁ ତାଙ୍କ ସେଲିଂ ପାଇଁ ସବୁ ସେ ବୁମ୍ ଷ୍ଟିକ୍ କରି ବକେଟ ରଖିଛନ୍ତି। ଦେଖନ୍ତୁ ନୂଆ ମେସିନ୍ ସବୁ ପୁରା ଆମକୁ ଦେଖେଇଲେ ସେ ନୂଆ ମେସିନ୍ ରକ। ତାଙ୍କ ଭିତରେ ଆମେ ଗୋଟେ ହିଁ ଚଏସ୍ କରିବା। ସବୁ ନୂଆ ମଡେଲିଂ ମେସିନ୍ ଆସିଛି ହୁଣ୍ଡାଇର। ପୁରା ହିଁ ସବୁ ମେସିନ୍ର ମାନେ ଚାଲିଛି, ପୁରା ହିଁ ମେସିନ୍ ଭିତରେ ପୁରା ମେସିନ୍ ମୟ ପୁରା। ସାଙ୍ଗମାନେ ରଖୁଛୁ, ନେକ୍ସଟ ଦେଖିବା ଆଉ ନେକ୍ସଟ ଭିଡ଼ିଓରେ ମେସିନ୍